ଆମ ପରିବାର କହିଲେ ମୋ ବାପା, ବୋଉ, ବଡ଼ ନାନୀ ଝୁମା ଓ ମୁଁ। ଝୁମା ନାନୀ ମୋ ଠାରୁ 3 ବର୍ଷ ବଡ଼। 2 ବର୍ଷ ତଳେ ତା'ର ବାହାଘର ହୋଇସାରିଛି। ସେ ରାଉରକେଲାରେ ତା ସ୍ୱାମୀ ପାଖରେ ରହୁଛି। ବାପା ବୋଉ ଗାଁରେ ରହୁଛନ୍ତି। ମୁଁ ବର୍ଷେ ହେବ ବ୍ୟାଙ୍କରେ କିରାଣୀ ଭାବରେ ଚାକିରି କରିଛି। ମୁଁ ସେଠାରେ ଘର ଭଡ଼ା ନେଇ ଏକୁଟିଆ ରହୁଛି। 20 କିଲୋମିଟର ଦୂରରେ ଆମ ଘର ହେବ। ଆମର ବହୁତ ଚାଷ ଜମି ଅଛି। ବାପା ଚାଷବାସ ଖବର ବୁଝନ୍ତି। ଗାଁରେ ଆମର ଗୋଟିଏ ତେଜରାତି ଦୋକାନ ଅଛି। ମୁଁ 27 ବର୍ଷର ଯୁବକ। ଦେଖିବା ପାଇଁ ସୁନ୍ଦର, ବଳିଷ୍ଠ ଶରୀର। ସତ କହିଲେ ମୁଁ ଟିକିଏ ବେଶୀ ନାଳୁଆ ପ୍ରକୃତିର ଲୋକ। ସୁନ୍ଦରୀ ଅଳ୍ପ ବୟସର ଟୋକୀ କି ସ୍ତ୍ରୀଲୋକମାନଙ୍କୁ ଦେଖିଲେ ମୋର ପୁରା ଠିଆ ହୋଇଯାଏ, ଆଉ କପଡ଼ାକୁ ପୁରା ତମ୍ବୁ ଭଳି କରି ପକାଏ। ଝୁମା ନାନୀ ବାହା ହୋଇନଥିବା ବେଳେ ମୁଁ ବି ତା ଉପରେ ଆଖି ପକାଇଥିଲି। ସେ ଆମ କୂଅ ପାଖରେ ଗାଧୋଇବା ବେଳେ ମୁଁ ଲୁଚି ରହି ଅନେକ ଥର ତା'ର ଖୋଲା ଗୋଲ ଗୋଲ ଜିନିଷ ଦୁଇଟା ଓ ପଛ ଓସାରିଆ ମାଂସାଳିଆ ଅଙ୍ଗକୁ ଦେଖିଛି। ସତରେ ମୋ ଝୁମା ନାନୀ ମସ୍ତ ଟୋକୀଟାଏ। ମୋ ବୋଉ ବି କିଛି କମ୍ ନୁହେଁ। ସେ 47 ବର୍ଷର ଦରବୁଢ଼ୀ ହେଲେ ବି ଗାଁ ଦାଣ୍ଡରେ ଯିବାବେଳେ ବୁଢ଼ାଠାରୁ ଟୋକା ପର୍ଯ୍ୟନ୍ତ ମୁଣ୍ଡ ଟେକି ତାକୁ ଚାହାନ୍ତି। ଦିଅର ହିସାବ ହେବା ବଡ଼ ଟୋକାମାନେ ତ ନାନା ବାହାନା କରି ତା ପାଖରେ ନଙ୍ଗପଙ୍ଗ ହୁଅନ୍ତି। ମୋ ବୋଉ ବି ସେମିତି ଦେଖିବା ଭଳି ମସ୍ତ ସ୍ତ୍ରୀଲୋକ ଖଣ୍ଡିଏ। ହେଲେ ତାହାର ସେମିତି କାହା ସହିତ କିଛି ସମ୍ପର୍କ ଥିବା କଥା ମୁଁ ଜାଣିନାହିଁ କି ଶୁଣିନାହିଁ। ମୁଁ ବି ବେଳେବେଳେ ନ ଜାଣିଲା ଭଳି ବୋଉକୁ ଲୋଭେଇବା ଭଳି ଚାହେଁ। ଥରେ ଯେଉଁଦିନ ସେ ଲୁଗା ପାଲଟିବା ବେଳେ ମୁଁ ତା'ର ଓସାରିଆ ପଛ ମାଂସାଳିଆ ଅଙ୍ଗକୁ ଦେଖି ପକାଇଲି, ସେଦିନ ଲାଗି ମୁଁ 3 ଥର ମୋର ହଲେଇ ହଲେଇ ମୁଁ ଜମାରୁ ରହିପାରିଲି ନାହିଁ। ଏମିତି କିଛି ଘଟଣାକୁ ଛାଡ଼ିଦେଲେ ମୋର ତା ପ୍ରତି ସେତେ ଦୁର୍ବଳତା ନଥିଲା। ଆମ ଗାଁରେ ଫଗୁଣ ମାସରେ ଦୋଳ ମେଳନ ହୁଏ। ପ୍ରତିବର୍ଷ ଖୁବ୍ ଜାକଜମକରେ ମେଳା ବସେ। ଆଖପାଖ ଗାଁରୁ ବହୁତ ଲୋକ ମେଳନ ଦେଖିବା ପାଇଁ ଆସନ୍ତି। ମେଳାରେ ଦୋକାନ ବଜାର ସାଙ୍ଗକୁ 3 ଦିନ ପର୍ଯ୍ୟନ୍ତ ଅପେରା ହୁଏ। ଭଲ ଭଲ ଅପେରା ପାର୍ଟି ଅପେରା କରିବାକୁ ଆସନ୍ତି। ଅପେରା ଦେଖିବା ପାଇଁ ମୋ ବୋଉର ବହୁତ ଆଗ୍ରହ। ସବୁଦିନେ ରାତିରେ ସେ ଅପେରା ଦେଖିବାକୁ ଯାଏ। ସେଥର ବି ଦୋଳ ମେଲଣକୁ ଅପେରା ପଡ଼ିଥିଲା। ବାପା ମୋତେ କହିଲେ, ଆଜିକାଲି ଯାତ୍ରା ସମୟରେ ବହୁତ ଚୋରି ହେଉଛି। ତୁ ତୋ ବୋଉ ସାଙ୍ଗରେ ଯା। ପ୍ରଥମ ପାଳି ଅପେରା ଦେଖି ତମେ ଆସିଲା ପରେ ମୁଁ ଦେଖିବାକୁ ଯିବି। ବାପାଙ୍କ କଥା ମାନି ମୁଁ ବୋଉକୁ ସାଙ୍ଗରେ ଧରି ବାହାରିଲି। ସେତେବେଳକୁ ରାତି 7ଟା ବାଜିଥିଲା। ଅପେରା ଆରମ୍ଭ ହୋଇଯାଇଥିଲା। ପ୍ରବଳ ଲୋକ ଗହଳି ହୋଇଥିଲା। ବସିବା ତ ଦୂରର କଥା, ଛିଡ଼ା ହେବାକୁ ବି ଜାଗା ନଥିଲା। ପଡ଼ିଆର ପଛଆଡ଼କୁ ବଡ଼ କଷ୍ଟରେ ଛିଡ଼ା ହୋଇ ଅପେରା ଦେଖିବାକୁ ଜାଗା ଟିକିଏ ଆମେ ପାଇଲୁ। ଗୋଟିଏ ଐତିହାସିକ ନାଟକ ଅଭିନୀତ ହେଉଥାଏ। ଆଉ ଗୋଟାଏ ଘଣ୍ଟା ପରେ ନାଟକ ମଝିରେ ରେକର୍ଡ଼ ଡ୍ୟାନ୍ସ ଆରମ୍ଭ ହେଲା। ସିନେମା ମ୍ୟୁଜିକ୍ ତାଳେ ତାଳେ ଟୋକାଟୋକି ଖୁବ୍ ଷ୍ଟାଇଲରେ ଭିଡ଼ାଭିଡ଼ି ଓ ଗେଲ କରାକରି ହେଲେ। ସେ ଦେଖି ଉତ୍ତେଜିତ ହୋଇ ସିଟି ମାରି ଉଚ୍ଛନ୍ନ ହୋଇପଡ଼ୁଥିଲେ। ମୁଁ ବି ଗରମ ହୋଇଗଲି। ଉତ୍ତେଜନାରେ ମୋ କପଡ଼ା ଭିତରେ ମୋର ପୁରା ଠିଆ ହୋଇଗଲା। ଆଗରେ ମୋ ବୋଉ ଠିଆ ହୋଇଥିଲା ଏବଂ ମୁଁ ତା ପଛରେ ଠିଆ ହୋଇଥିଲି। ପଛପଟରୁ ହଠାତ୍ ଭିଡ଼ରେ ଲୋକମାନେ ଆଗକୁ ଠେଲି ହୋଇ ଆସିବାରୁ ମୁଁ ବୋଉ ଉପରେ ପଛରୁ ଚାପି ହୋଇଗଲି। ମୋର ଠିଆ ହୋଇଥିବା ସିଧା ଯାଇକି ବୋଉର ପଛରେ ଦାବି ହେଲା। ବୋଉ ତା ପଛରେ ଚାପ ଅନୁଭବ କରି ବୁଲିପଡ଼ି ପଛକୁ ଚାହିଁଲା। ସଙ୍କୋଚରେ ମୋ ଦେହରୁ ଝାଳ ବାହାରିଗଲା। ମୁଁ ଲାଜେଇଗଲି, କିନ୍ତୁ ବୋଉ ଟିକିଏ ପଛେଇ ଆସି ମୋ ଦେହରେ ଚାପି ହେଲା ଏବଂ ନ ଜାଣିଲା ଭଳି ତା ପଛ ଭାଗକୁ ମୋ ଉପରେ ରଗଡ଼ିକି ଘଷିଲା। ମୁଁ ଆଶ୍ଚର୍ଯ୍ୟ ହେବା ସାଙ୍ଗକୁ ବହୁତ ଗରମ ହୋଇପଡ଼ିଲି। ହଠାତ୍ ବୋଉ ବୁଲିପଡ଼ି ମୋତେ ଚାହିଁକି ହସିଦେଲା। ମୋ ଦେହରେ ଯେମିତି ବିଜୁଳି ଖେଳିଗଲା। ମୁଁ ଚାରିପାଖକୁ ଚାହିଁଲି। ଲୋକମାନେ ଏକ ଲୟରେ ଅପେରା ଦେଖିବାରେ ମସଗୁଲ ଥିଲେ। ମୁଁ ମୋର 2 ହାତକୁ ନେଇ ବୋଉର ପଛ ଓସାରିଆ ଭାଗ ଉପରେ ରଖି ଆସ୍ତେ ଆସ୍ତେ ଦଳିଲି। ତାପରେ ମୋ ହାତକୁ ନେଇ ବୋଉର ପେଟରେ ବୁଲେଇଲି। ବୋଉ ପେଟରେ ଆସ୍ତେ ଆସ୍ତେ ଚାପ ଦେଇ ମାଲିସ କଲି ଓ ତା'ର ନାହିରେ ଆଙ୍ଗୁଠି ପୂରେଇଲି। ବୋଉ ପୁରା ଅଧିକ ଉତ୍ତେଜିତ ହୋଇ ମୋ ଛାତି ଉପରେ ଆଉଜି ପଡ଼ି ତା ପଛ ଭାଗକୁ ମୋର କପଡ଼ା ଉପରେ ରଗଡ଼ିବାକୁ ଲାଗିଲା। ମୁଁ ବୁଲି ଚାରିଆଡ଼କୁ ଚାହିଁ ଦେଖିଲି। ଆମକୁ କେହି ଦେଖୁନାହାନ୍ତି। ମୁଁ ମୋ ହାତଟା ବୋଉର କପଡ଼ା ତଳେ ଉପରକୁ ଉଠେଇ କପଡ଼ା ଉପରୁ ବୋଉର ଗୋଲ ଗୋଲ ଦୁଇଟାକୁ ମୁଠେଇକି ଦଳିଲି। ବୋଉ ଭିତରେ କିଛି ପିନ୍ଧିନଥିଲା। ଆଉ ମୋତେ ଦଳିବା ପାଇଁ ବହୁତ ସୁବିଧା ହେବ ବୋଲି ବୋଉ ତା'ର ବଟମକୁ ଖୋଲି ପକାଇଲା। ମୁଁ ତା'ର ଖୋଲା ଗୋଲ ଗୋଲ ଦୁଇଟାକୁ ଦଳିଲି। ମୁଁ ନିଜକୁ ବିଶ୍ୱାସ କରିପାରୁନଥିଲି। ବୋଉର ଗୋଲ ଗୋଲ ଦୁଇଟାକୁ
ମୁଁ ଦୁଇ ହାତରେ ମୁଠେଇ ଦଳି ଦଳୁ ଦଳୁ ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ବୋଉ ପଛକୁ ମୁହଁ ବୁଲେଇ ଫିସ୍ ଫିସ୍ କରି ମୋ କାନରେ କହିଲା, ଚାଲ ବାହାର ଆଡ଼ୁ ଆସିବା। ମୁଁ ବୋଉର ଉଦ୍ଦେଶ୍ୟ ବୁଝିପାରିଲି। ପାଖ ଲୋକ ସବୁ ଶୁଣି ପାରିବା ଭଳି କହିଲି, ବୋଉ କ'ଣ ବାହାରକୁ ଯିବୁ କି? ବୋଉ ମୋ କଥା ବୁଝିପାରି ବଡ଼ ପାଟିରେ କହିଲା, ହଁ ଚାଲ ଟିକେ ବାହାରକୁ ଯିବା। ତୁ ଛିଡ଼ା ହୋଇଥିବୁ, ମୁଁ ପରିସ୍ରା କରିଦେଇକି ଆସିବି। ତାପରେ ଆମେ ଦୁହେଁ ଆଗ ପଛ ହୋଇ ଯାତ୍ରା ପଡ଼ିଆରୁ ବାହାରିଲୁ। ଟିକିଏ ଦୂରକୁ ଆସି ଅନ୍ଧାରିଆ ଜାଗା ଦେଖି ଅଟକିଲୁ। ଚାରିପଟ ଯାକ ବୁଦୁ ବୁଦିକିଆ ଜଙ୍ଗଲ, ଭାରି ନିଛାଟିଆ ଜାଗା। ବୋଉ ମୋତେ କୁଣ୍ଢେଇ ଧରି ମୋ ଗାଲକୁ ଚୁମୁଟି ଦେଇ କହିଲା, ସତରେ ପିଲାଗୁଡ଼ାକ ଭଲ ନାଚ କରୁଛନ୍ତି। ମୋତେ ଖୁବ୍ ଭଲ ଲାଗିଲା। ବୋଉର କଥା ଶୁଣି ମୁଁ ଲାଜେଇ ଚୁପ୍ ରହିଲି। ଆଉ ବୋଉ ଟିକିଏ ହସି ଦେଇ କହିଲା, ଛାଡ଼, ମୁଁ ବି ଆସି ଦରବୁଢ଼ୀ ହେଲିଣି, ମୋ ମୁହଁକୁ ବି ସରମ ନାହିଁ। ତୁ ତ ଭେଣ୍ଡିଆ ଟୋକାଟା, ତୋତେ କ'ଣ ଲୁଚେଇବି? ତୋ ବାପା ଆଜିକାଲି ଆଉ ଆଗ ପରି ମୋତେ ଭଲ ପାଉନାହାନ୍ତି। ତାଙ୍କର ବୟସ ହେଲାଣି, ତେଣୁ ସେ ଆଉ ପାରୁନାହାନ୍ତି। ତୁ ତ ବଡ଼ ହେଲୁଣି, ସବୁ କଥା ବୁଝିପାରୁଥିବୁ। ତୋ ପାଖରେ ଆଉ ଲାଜ କ'ଣ? ତାପରେ ମୁଁ ବୋଉ କଥା ଶୁଣି ବୋଉକୁ କୁଣ୍ଢେଇ ପକେଇ କହିଲି, ତୁ ଜମା ବ୍ୟସ୍ତ ହନା ବୋଉ। ବାପାଙ୍କର କାମ ଆଜିଠାରୁ ମୁଁ ସମ୍ଭାଳିବି। ମୁଁ ତରତର ହୋଇ ମୋର କପଡ଼ାକୁ ତଳକୁ ଖସେଇ ପକେଇଲି। ବୋଉ ମୋ କପଡ଼ା ଭିତରେ ହାତ ପୂରେଇ ମୋର ପୁରା ମୁଠେଇ ଧରିକି କହିଲା, ତୋର କି ମୋଟା ଆଉ ଲମ୍ବା ହୋଇଛି, ଭାରି ବଡ଼ ହୋଇଛି। ମୁଁ କହିଲି, ବୋଉ ମୁଁ ଆଗରୁ କାହା ସାଙ୍ଗରେ ହୋଇନି, ମୋତେ ଟିକେ ଶିଖେଇ ଦେବୁ? ବୋଉ ମୋ କଥା ଶୁଣି ଫେଁକିନା ହସି ପକେଇ ଘାସ ପଡ଼ିଆରେ ବସି ପଡ଼ିଲା। ତାପରେ ଉପର ମୁହାଁ ହୋଇ ଶୋଇ ଲୁଗା ଓ କପଡ଼ାକୁ ଟେକିଦେଲା। କହିଲା, ବୋକା କୋଉଠିକାର, ଡେରି କରନି, ସବୁ ଆପେ ଆପେ ଶିଖିଯିବୁ। ମୁଁ ଅନ୍ଧାରରେ ଚାରିଆଡ଼କୁ ନଜର ଘୂରେଇ ଆଣି ବୋଉର ଦୁଇ ଜଙ୍ଘ ମଝିରେ ଆଣ୍ଠୁ ମାଡ଼ି ବସି ପଡ଼ିଲି। ବୋଉ ମୋର ନେଇ ମୋ ଅଗର ଚମଡ଼ାକୁ ତଳକୁ ଖସେଇଲା। ତାପରେ ନେଇ ତା ତଳ ମୁହଁରେ ଲଗେଇକି କହିଲା, ଏଥରକ ଭିତରକୁ ଦାବିକି ପୂରେଇ ଦେ। ମୁଁ ଡେରି ନ କରି ମୋର ନେଇକି ତା ଭିତରେ ମାଡ଼ିଲି। ଏକାଥରକେ ମୋର ମସ୍ତ ବଡ଼ ଗୋଟାକ ଯାକ ବୋଉର ଭିତରକୁ ଚପେଇ କରି ପଶିଗଲା। ମଜାରେ ଉହୁ ଉହୁ ହୋଇ ବୋଉ ମୋତେ ଜାବୁଡ଼ି ଧରି କହିଲା, ତୋର କେତେ ବଡ଼ଟା କିରେ, ଭାରି ବଢ଼ିଆ ଲାଗୁଛି, ସମ୍ଭାଳି କରି କର, ଜମାରୁ ତରତର ହନା। ବୋଉର ଭିତରଟା ମୋର ଭାରି ନାଳୁଆ ଆଉ ଗରମ ଲାଗୁଥିଲା। ମୁଁ ଅସମ୍ଭାଳ ହୋଇ ମଜାରେ ମୋର ଟେକି ଟେକି କରିବା ଆରମ୍ଭ କଲି। ଚପର ଚପର ଶବ୍ଦ କରି ମୋର ବୋଉର ଭିତରେ ପଶୁଥିଲା ଆଉ ବାହାରୁଥିଲା। ମୋତେ ଲାଗୁଥିଲା ଉତ୍ତେଜନାରେ ଯେମିତି ମୁଁ ପାଗଳ ହୋଇଯିବି। ବୋଉର ବଡ଼ ବଡ଼ ଗୋଲ ଗୋଲ ଦୁଇଟାକୁ ମୁଁ କାମୁଡ଼ି ପୁରା ଖାଇ ପକେଇଲି। ବୋଉ ମଜାରେ ସଁ ସଁ ହେଉଥିଲା। ଘାସ ପଡ଼ିଆ ଉପରେ ଆଣ୍ଠେଇ କରିବା ବେଳେ ମୋ ଆଣ୍ଠୁ ଯୋଡ଼ାକୁ ଭାରି କଷ୍ଟ ହେଉଥିଲା, କିନ୍ତୁ କରିବାର ମଜାରେ ସେ କଷ୍ଟ ମୋତେ ଜମାରୁ ଜଣାପଡ଼ୁନଥିଲା। ଆଉ କିଛି ସମୟ ବୋଉକୁ କରିବା ପରେ ବୋଉ ଜୋର ଜୋର ନିଶ୍ୱାସ ନେଇ ମୋତେ ପୁରା ଜାବୁଡ଼ି ପକେଇଲା। ବୋଉ ଭିତର ଖୁବ୍ ନାଳୁଆ ଲାଗିଲା। ବୋଉର ପାଣି ବାହାରିଗଲା। ମୁଁ ସମ୍ଭାଳି ନ ପାରି ଜୋର ଜୋର ହଲେଇ ହଲେଇ ଆହୁରି ଜୋରରେ କରି ପକେଇଲି। ଆଉ ମୋର ପିଚକାରି ମାରିବା ଭଳି ପ୍ରଚୁର ପାଣି ବୋଉର ଭିତରେ ପିଚିକି ଗଲା। ମସ୍ତ ମଜାରେ କମ୍ପି ଉଠି ମୁଁ ବୋଉର ଗାଲକୁ ଜୋରରେ କାମୁଡ଼ିକି ଖାଇ ପକେଇଲି। ଆଉ ଡେରି ନ କରି ବୋଉ ଉପରୁ ଉଠି ଆସିଲି। ବୋଉ ବି ତରତର ହୋଇ କପଡ଼ାକୁ ସଜାଡ଼ିକି ପିନ୍ଧି ପକେଇଲା। ଆଉ ମୋତେ କୁଣ୍ଢେଇ ଧରି ହସି ଦେଇ କହିଲା, ଖୁବ୍ ଭଲ ଲାଗିଲା ରେ ରାଜୁ, ତୁ ଆଜି ମୋ ମନକୁ ଶାନ୍ତି କରିଦେଲୁ। ମୋତେ ବି ଖୁବ୍ ଖୁସି ଲାଗୁଥିଲା। ତାପରେ ବୋଉ ପରିସ୍ରା କରି ଆସିବା ପରେ ଦୁହେଁ ଯାତ୍ରା ପଡ଼ିଆକୁ ଫେରିଲୁ। ଅପେରା ସରିବାକୁ ଅଳ୍ପ ସମୟ ଥିଲା। ଶେଷ ପର୍ଯ୍ୟନ୍ତ ଦେଖି ଆମେ ଘରକୁ ଫେରିଲୁ। ବାଟରେ ନିଛାଟିଆ ଦେଖି ମୁଁ ବୋଉକୁ ପୁଣି କୁଣ୍ଢେଇଲି। ସେ ମୋତେ ଚୁମୁଟି ଦେଇ କହିଲା, ଯା, ଏଇ ବାଟ ମଝିରେ ଏମିତି କ'ଣ ହେଉଛୁ, ଘରକୁ ଚାଲ, ତୋ ବାପା ଅପେରା ଦେଖି ଆସିବା ପାଇଁ ବ୍ୟସ୍ତ ହେଉଥିବେ। ଆଉ ଆମେ ଘରେ ପହଞ୍ଚିବା ପରେ ବାପା ଉଠି କବାଟ ଖୋଲିଲେ। ବୋଉ ପଚାରିଲା, ତମେ କ'ଣ ଅପେରା ଦେଖି ଯିବ? ବାପା କହିଲେ, ହଁ, ମୁଁ କପଡ଼ା ପିନ୍ଧିକି ଆସୁଛି, ତମେ କବାଟ ବନ୍ଦ କରିବ। ମୁଁ ଭିତରେ କପଡ଼ା ଖୋଲି ଲୁଙ୍ଗି ପିନ୍ଧୁଥିଲି। ବୋଉ ବାପାଙ୍କୁ ପଚାରୁଥିଲା, ତମେ କ'ଣ ରାତିରେ ଫେରିବ? ବାପା କହିଲେ, ନାହିଁ, ଅପେରା ସରିଲେ ସକାଳେ ଆସିବି। ବୋଉ ହାଇ ମାରି କହିଲା, ହଉ ତେବେ ଶୀଘ୍ର ଯାଅ, ମୋତେ ନିଦ ଲାଗିଲାଣି। ବୋଉ କବାଟ ବନ୍ଦ କରି ଆସିଲା। ଆଉ ଆସିବା ମାତ୍ରେ ମୁଁ ତାକୁ ପଛରୁ କୁଣ୍ଢେଇ ଧରିଲି। ବୋଉ କହିଲା, ଯା, ସମ୍ଭାଳ ଟିକେ, ମୁଁ ପରିସ୍ରା କରି ସାରି ତୋ ପାଖକୁ ଆସୁଛି। ତାପରେ ବୋଉ ବାଡ଼ି ପଟକୁ ଯାଇ ପରିସ୍ରା କରୁଥିଲା। ସେ ଉଠିବା ପରେ ମୁଁ ତା ପରିସ୍ରା କରିବା ଜାଗାକୁ ଟର୍ଚ୍ଚ ମାରି ଦେଖିଲି। ବୋଉ ଟିକିଏ ରାଗି ମୋତେ ଚୁମୁଟି ଦେଇ କହିଲା, କ'ଣ ଦେଖୁଛୁ କିରେ? ମୁଁ ହସିଦେଲି। ବୋଉକୁ ଘର ଭିତରକୁ ଭିଡ଼ି ନେଲି। ସେତେବେଳକୁ ରାତି 12ଟା ବାଜିଥିଲା। ଦୁହେଁ ଆମ ଶୋଇବା ଘର ଖଟ ଉପରକୁ ଗଲୁ। ଲାଇଟ୍ ସେମିତି ଜଳୁଥିଲା। ବୋଉର ଜଙ୍ଗଲକୁ ମୁଁ ଆଡ଼େଇ ଦେଖିବା ପାଇଁ ମୋର ବହୁତ ଇଚ୍ଛା ହେଉଥିଲେ ବି ଶୀଘ୍ର କରିବା ପାଇଁ ମୁଁ ଉଚ୍ଛନ୍ନ ହୋଇପଡ଼ୁଥିଲି।
ରାତିରେ ଆହୁରି 2 ଥର ବୋଉକୁ କରିଲି। ବୋଉ ବି ଖୁବ୍ ମଜାରେ ମୋତେ ସହଯୋଗ କଲା। ପ୍ରତିଥର କରିବା ବେଳେ ବୋଉର ଭିତରୁ ପ୍ରଚୁର ପାଣି ବାହାରୁଥିଲା। ବୋଉ ଖୁବ୍ ଖୁସି ଦିଶୁଥିଲା। ସତରେ ମୋ ବୋଉ ଗୋଟାଏ ଶକ୍ତ ସ୍ତ୍ରୀଲୋକ। ତାପରେ ବୋଉ ଉଠି ତା'ର କପଡ଼ା ସଜାଡ଼ି ତା' ରୁମ୍କୁ ଶୋଇବା ପାଇଁ ଯିବାକୁ ବାହାରିଲା। ବୋଉକୁ ଛାଡ଼ିବା ପାଇଁ ମୋର ମୋଟେ ଇଚ୍ଛା ହେଉନଥିଲା। ବୋଉର ହାତକୁ ଧରି କହିଲି, ପ୍ଲିଜ୍ ବୋଉ, ଏଇଠି ମୋ ପାଖରେ ଶୋଉନୁ। ବାପା ତ ଯାଇ ସକାଳକୁ ଆସିବେ। ଏଇଠି ଆମେ ସାଙ୍ଗ ହୋଇକି ଶୋଇପଡ଼ିବା। ତାପରେ ବୋଉ କ'ଣ ଟିକିଏ ଭାବିଲା। ତାପରେ ମୋତେ କୁଣ୍ଢେଇ ଧରି କହିଲା, ଦୁଷ୍ଟ ଦେଖୁଛି ତୋର ମୋତେ ଛାଡ଼ିବାକୁ ଇଚ୍ଛା ନାହିଁ। ତାପରେ ବୋଉର ସେଇ ଗୋଲ ଗୋଲ ଦୁଇଟା ଉପରେ ମୋ ମୁହଁ ଘଷୁ ଘଷୁ କହିଲି, ତୁ ଯାହା ହୋଇଛୁ ନା ବୋଉ, ତୋତେ ପାଇଲେ କାହାର ଛାଡ଼ିବାକୁ ଇଚ୍ଛା ହେବ ଯେ। ତାପରେ ଦୁହେଁ ଖଟ ଉପରେ କଣ୍ଡାକଣ୍ଡି ହୋଇକି ଶୋଇଲୁ। ସାଙ୍ଗେ ସାଙ୍ଗେ ଆମକୁ ନିଦ ହୋଇଗଲା। ଆଉ ସକାଳୁ ସକାଳୁ ବାପା ଫେରିଆସି ଦାଣ୍ଡ କବାଟ ବାଡ଼େଇଲେ। ବୋଉ ଧଡ଼ପଡ଼ ହୋଇ ଉଠି ମୋ ଗାଲରେ ଗୋଟାଏ ଚୁମା ଦେଇ ତା' କପଡ଼ା ସଜାଡ଼ି କବାଟ ଖୋଲିଲା। ମୁଁ ଦିନ 8ଟା ବେଳକୁ ଉଠିଲି। ବାପା ଦୋକାନକୁ ଯିବାକୁ ବାହାରୁଥାନ୍ତି। ମୁଁ ଉଠି ଗାଧୁଆ ପାଧୁଆ ସାରିଲି। ବୋଉ ହସି ଦେଇ ମୋ କାନରେ କହିଲା, ତୋର ଆଜି କ'ଣ କାମକୁ ନଗଲେ ଚଳିବନି? ଘରେ ଆଜି ରହିଯାଉନୁ। ମୁଁ ଖୁସି ହୋଇଗଲି। ବୋଉକୁ କୁଣ୍ଢେଇ କପଡ଼ା ମିଶା ତା'ର ଗୋଲ ଗୋଲ ଦୁଇଟାକୁ ଦଳି ପକେଇଲି। ସେ ତା'ର କପଡ଼ାକୁ ଖୋଲି ପକେଇ କହିଲା, ଦେଖିଲୁ ତୁ କେମିତି ମୋର କାମୁଡ଼ି କାମୁଡ଼ି ପୁରା ନାଲି ପକେଇ ଦେଇଛୁ। ଭାରି ଦରଜ ଲାଗୁଛି। ଯାହା କରୁଛୁ ଆସ୍ତେ ଆସ୍ତେ କର। ତାପରେ ମୁଁ ବୋଉକୁ ଖଟ ଉପରକୁ ଟେକି ନେଲା ଭଳି ଭିଡ଼ି ନେଇକି କହିଲି, ମୁଁ କ'ଣ କରିବି ଲୋ ବୋଉ? ତୋର ସେ ଯୋଡ଼ାକ ସେମିତି ପାଚିଲା ଆମ୍ବ ଭଳି ହେଉଛି। ଜମା ମୋର ମନ ଛାଡ଼ୁନି। ସେଇ ସକାଳଠାରୁ ରାତିରେ ବାପା ଘରକୁ ଫେରିବା ଭିତରେ ବୋଉକୁ ମୁଁ ଆହୁରି 5 ଥର କରିଲି। ନୂଆ ନୂଆ ସ୍ତ୍ରୀଲୋକର ମୁଁ ଜିନିଷ ଚାଖୁଥିବାରୁ ମୁଁ ଅସମ୍ଭାଳ ହୋଇ ଉଠୁଥିଲି। ବୋଉ ମୋ ଭଳି ଜବାନ ଟୋକାର ଭିତରେ ନେଇ ମଜା ଚାଖୁଥିବାରୁ ସେ ଭାରି ଖୁସି ହେଉଥିଲା। ତା ପରଦିନ ସକାଳୁ ମୁଁ ସାଲେପୁର ଫେରିବା ପାଇଁ ବାହାରିବା ବେଳକୁ ବୋଉର ମୁହଁ ଶୁଖିଗଲା। ହେଲେ କିଛି ଉପାୟ ନଥିଲା। ମୋତେ ତ ପୁଣି ଯାଇ ଚାକିରିରେ ଯୋଗ ଦେବାକୁ ହେବ। ହେଲେ ଘରୁ ଆସିବାର 2 ଦିନ ପରେ ଆଉ ସମ୍ଭାଳି ହେଲାନି। ବୋଉ କଥା ମୋର ଭାରି ମନେ ପଡ଼ିଲା। ଛାଟି ପିଟି ହୋଇ ପୁଣି ଗାଁକୁ ପଳାଇ ଆସିଲି। ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହେବା ଉପରେ। ମୋତେ ଦେଖି ବୋଉ ଭାରି ଖୁସି ହୋଇଗଲା। ସେ ସଙ୍ଗେ ସଙ୍ଗେ ଠାକୁର ଘରେ ଧୂପ ଦେଇ ଆସି ଲୁଗା ବଦଳୁଥିଲା। ତରତର ହୋଇ ଯାଇ ଦାଣ୍ଡ କବାଟ ଭିତର ପଟୁ ଶିକୁଳି ଲଗେଇ ଦେଇ ଆସି ମୋତେ ଚାହିଁ ମୁହଁ ଫୁଲେଇ କହିଲା, ମୋ ଦେହରେ ନିଆଁ ଲଗେଇ ଦେଇ ଯାଇଛୁ ଯେ ଯାଇଛୁ। ଆଜି ଆସିଲୁ ଯେ ପୁଣି ସନ୍ଧ୍ୟାରେ। ଦିନ ଥାଉ ଥାଉ ଆସିଲୁନି। ତୋ ବାପାଙ୍କର ଦୋକାନରୁ ଫେରିବା ସମୟ ତ ହୋଇଗଲାଣି। ମୁଁ କହିଲି, ମୁଁ ଆଉ କ'ଣ କରିବି କହିଲୁ? ବ୍ୟାଙ୍କରେ ଡ୍ୟୁଟି ସାରି ଆସିବା ବେଳକୁ ଡେରି ହୋଇଗଲା। ବୋହୂ ମୁହଁ ମୋଡ଼ି କହିଲା, ଡ୍ୟୁଟି ନା ଫ୍ୟୁଟି, ଶୀଘ୍ର ଚାଲେ। ତୋ ବାପା ଆସିବା ପୂର୍ବରୁ ମୋ ପାଖରେ ଥରେ ଡ୍ୟୁଟି କରିଦେ। ମନ ଆଉ ଥୟ ରହୁନି। ଡେରି ନ କରି ମୁଁ ବୋଉକୁ ଖଟ ଉପରକୁ ଭିଡ଼ି ନେଲି। ତା'ର ସବୁ କପଡ଼ା ଟେକି ତା' 2 ଜଙ୍ଘ ମଝିରେ ହାମଡ଼ି ପଡ଼ିଲି। ଗେଲ ହେବାକୁ ସମୟ ନଥିଲା। ଆମେ ଦୁହେଁ ମାତି ଉଠିଲୁ। ପୁରା ଅଧଘଣ୍ଟାଏ ପର୍ଯ୍ୟନ୍ତ ବୋଉର ରସାଳିଆ ଭିତରେ ମୋର ଲମ୍ବା ଆଉ ମୋଟାକୁ ପୂରେଇକି ମୁଁ କରିଲି। ବୋଉ ଅସମ୍ଭାଳ ମଜାରେ ମୋତେ ଥରକୁ ଥର ଜାବୁଡ଼ି ଧରି ତଳପଟରୁ ତା'ର ଟେକି ପକାଉଥିଲା। ତା ଭିତରେ ପୁରା ପାଏ ଖଣ୍ଡେ ଗରମ ପାଣି ବାହାରି ସାରିଥିଲା ଏବଂ ବୋଉ ଚରମ ଆନନ୍ଦରେ ବିଭୋର ହୋଇଉଠିଲା। ବୋଉ ମୋର ପଛ ଭାଗକୁ ଚୁମୁଟି ଦେଇ କହିଲା, ବହୁତ ମଜା ଦେଲୁ। ତୋର ପାଣି ବାହାରିନି କିରେ? ମୁଁ ବି ଚରମ ସୀମାରେ ପହଞ୍ଚି ଯାଇଥିଲି। ଜୋର ଜୋର ମୋର ଦାବି ଦାବି କରୁ କରୁ ବୋଉର ପିଠି ତଳୁ ଜାବୁଡ଼ି ଧରି ତା ମୁହଁକୁ ଟିକେ ଗେଲ କରିଦେଇ କହିଲି, ବୋଉ ମୋର ବାହାରିଲା। ଆଉ ପିଚକାରି ମାରିବା ଭଳି ମୋର ପ୍ରଚୁର ଗରମ ପାଣି ପିଚିକି ବୋଉର ଭିତରକୁ ବାହାରିଗଲା। ପ୍ରଚଣ୍ଡ ସୁଖରେ ମୋ ଦେହ ଗୋଟାକ ଯାକ ଝଣଝଣ ହୋଇପଡ଼ିଲା। ମୁଁ ବୋଉ ଉପରେ ଉଠି ଆସିଲି। ବୋଉ ବି ତରତର ହୋଇ ଉଠି ପଡ଼ି ପିନ୍ଧିଥିବା କପଡ଼ାରେ ତା'ର ନାଳୁଆ ଜିନିଷକୁ ପୋଛି ପକାଇ ଖଟ ଉପରୁ ଓହ୍ଲାଇ ଆସିଲା। ଲାଜେଇକି ହସି ଦେଇ କହିଲା, ସତରେ ତୁ ଭାରି ବଢ଼ିଆ କରୁଛୁ। ହଉ ଯା, ମୁହଁ ହାତ ଧୋଇ ଟିଭି ଦେଖୁଥା। ମୁଁ ଚା' ତିଆରି କରି ଆଣୁଛି। ଆଉ ମୁଁ ଚା' ପିଇବା ବେଳେ ବାପା ଘରେ ପହଞ୍ଚିଲେ। ରାତିରେ ଆଉ କିଛି ସୁବିଧା ହେଲାନି। ଶୀଘ୍ର ଖାଇଦେଇ ମୁଁ ଦାଣ୍ଡ ଘରେ ଶୋଇପଡ଼ିଲି। ସକାଳୁ ସକାଳୁ ବ୍ୟାଙ୍କ ଯିବାକୁ ବାହାରି ପଡ଼ିଲି। ବୋଉ ଚା' ଆଣି ଦେଲା। ବାପା ଗାଧୋଉଥିଲେ। ମୁଁ ବୋଉକୁ ଘର କୋଣକୁ ଭିଡ଼ି ନେଲି। ତା' ମୁହଁ ସାରା ଗେଲ କରି ପକେଇଲି। ଆଉ ତା'ର କପଡ଼ା ମିଶା ଗୋଲ ଗୋଲ ଦୁଇଟାକୁ ଦଳି ପକେଇଲି। ବୋଉ ମୋତେ ଗେଲ କରି କହିଲା, ଧନ, ତୁ ବହୁତ ଭଲ ମୋତେ ଶାନ୍ତି ଦେଇଛୁ। ଏତିକି କହିବା ଭିତରେ ମୁଁ ତା'ର କପଡ଼ା ତଳେ ହାତ ପୂରାଇ ତା'ର ସେଇ ଜଙ୍ଗଲ ଭର୍ତ୍ତି ଚୁଟି ଭିତରେ ତା'ର ସେଇ 3 କଣିଆ ଭାଗକୁ ସାଉଁଳେଇ ପକେଇଲି। ବୋଉ ଡରି ଡରି ମୋତେ ଠେଲି ପକେଇ କହିଲା, ତୋ ବାପା ଗାଧୁଆ ଘରେ ଅଛନ୍ତି। ଯାହା ଜଣାଯାଉଛି ତୁ ମୋତେ ମାରିବୁ। ମୁଁ ମୋର ହାତ ଆଙ୍ଗୁଠିଟାଏ ବୋଉର
ସେଇ ଜଙ୍ଗଲ ଭିତରକୁ ଦାବିଦେଲି। ଅସ୍ପଷ୍ଟ ଚିତ୍କାର କରି ଉଠି ପଡ଼ି ମୋ ବୋଉ ମୋ ହାତଟାକୁ ଟାଣି ବାହାର କରି ପକାଇ କହିଲା, ଦୁଷ୍ଟ। ମୁଁ ଟିକେ ହସିଦେଇ ବାଇକ୍ ଚାବି ଧରି ଘରୁ ବାହାରି ଆସିଲି। ସତରେ ନିଜ ଘରେ ନିଜ ଲୋକଙ୍କୁ କରିବାରେ ଭାରି ମଜା। କେହି ଜାଣିବାର ନାହିଁ କି କାହାରି ସନ୍ଦେହ କରିବାର ନାହିଁ। ନୂଆ ବାହା ହେବା ଭଳି ପ୍ରତି 2 ଦିନରେ ଥରେ ମୁଁ ଘରେ ଆସି ହାଜିରା ପକାଇଲି। ବୋଉ ମୋର ଆସିବା ବାଟକୁ ଚାହିଁ ବସୁଥିଲା। ସୁବିଧା ଦେଖି ଅନ୍ତତଃ ଥରେ 2 ଥର ସିଏ ମୋତେ ଟିକେ ସୁଖ ଦେଉଥିଲା। ତ ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ସମ୍ପୂର୍ଣ୍ଣ ହେଉଛି। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। କେବଳ ମନୋରଞ୍ଜନ ପାଇଁ ଦେଖନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।